1999 ମସିହାରୁ କାହିଁକି ବଡ଼ବାଇକେଶ୍ୱରରେ ରାମଲୀଳା ଅନୁଷ୍ଠିତ ହେଉଛି। ରାମଲୀଳା କରିବାର ଅର୍ଥ ହେଲା ଏଥିରେ ବହୁତ ଶିଖିବାର ଅଛି ଏବଂ ଆମର ଜନସାଧାରଣଙ୍କୁ ଶିଖାଇବାକୁ ପଡ଼ୁଛି, ସେଥିରୁ କିଛି ଉପକୃତ ହେଉଛନ୍ତି। ଆଉ ମୁଁ ରାବଣ ରୋଲ୍ କରୁଛି, 35 ବର୍ଷ ହେଲା ମୋର ରାବଣ ରୋଲ୍ କରିବାର। କାଲି ଆମର ଉଦ୍ଯାପନ ହେଲା, ଆଉ ଭଲ ଶାନ୍ତି ଶୃଙ୍ଖଳା ହେଇଥିଲା, ଲୋକ ସହସ୍ରାଧିକ ଲୋକ ବି ଆସିଥିଲେ। ଆମର ଅଭିଷେକ ହେଲା, ଅଭିଷେକ ହେଲା ପରେ ଆମେ ଗ୍ରାମ୍ୟ ପରିବହନ କରିବୁ, ତାପରେ ଆସିକି ସନ୍ଧ୍ୟା ବେଳକୁ କୁମ୍ଭ ବିସର୍ଜନ କରାଯିବ। ହାରାହାରି ପ୍ରାୟ ଆମର 80ରୁ 100 କଳାକାର ଦରକାର ହେବ, କାହିଁକିନା ଦେବ ଅଛି ଅସୁର ଅଛି ଯୋଉଟା ଅଛନ୍ତି, ତେଣୁ ଅସୁର କେବଳ କିଛି ନହେଲେ 40-50 ଅସୁର ଆସିବେ, ଆଉ ବାକି ତାର ରାମ ଲକ୍ଷ୍ମଣ ସୀତା ଭରତ ଶତ୍ରୁଘ୍ନ ଏସବୁ ଦେଇ ପ୍ରାୟ ଆମର 100 ପାଖାପାଖି କଳାକାର। ଆଜିର ଯୁଗରେ ଏଇ ଯୋଉ ରାମାୟଣ କେତେ ଖର୍ଚ୍ଚ ପ୍ରାୟ କିଛି ନହେଲେ 1.5 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଅତି କମ୍ରେ, ମାନେ ସାଧାରଣ ଭାବରେ କଲେ। ଆଉ ଯଦି ବଡ଼ ଆଣଚୁଡ଼ା କରିବା ତାହେଲେ ତ ନିଶ୍ଚିତ 2 ଲକ୍ଷ ପରେ ହେଇଯିବ। କିନ୍ତୁ ଏତିକି ଦୁଃଖ ଲାଗୁଛି 99 ମସିହାରୁ ଟାଙ୍ଗୀ ବଡ଼ବାଇକେଶ୍ୱରରେ ରାମଲୀଳା ଅନୁଷ୍ଠିତ ହେଲାଣି, କିନ୍ତୁ ସରକାର ଅନୁଦାନ କିଛି ନାହିଁ। ସରକାର ଅନୁଦାନ ହେଲେ ଆଶା କରାଯାଉଛି ଆହୁରି ଅଧିକ ନିଶ୍ଚିତ ଭଲ। ଏ କଳି ଯୁଗରେ ରାମ ନାମ ହେଉଛି ମୁକ୍ତିର କାରଣ, କିନ୍ତୁ ବର୍ତ୍ତମାନ ଆମ ସମସ୍ତଙ୍କର ମାନସିକତା ବହୁତ ଭାବରେ ପରିବର୍ତ୍ତନ ହେଇଛି। ଆମେମାନେ ଆଧୁନିକତାର ଶିଖର ଦେଶରେ ପାଦ ଦେଲା ବେଳେ ପାଶ୍ଚାତ୍ୟ ସଭ୍ୟତା ଆଧ୍ୟାତ୍ମିକ ଦିଗରେ ହୁଏତ ନିଜକୁ ବେଶୀ ନିୟୋଜିତ କରିପାରୁନାହିଁ, କିନ୍ତୁ ପ୍ରଭୁଙ୍କର ନାମ ଶାନ୍ତିର କାରଣ। କର୍ମ ଜଞ୍ଜାଳରେ ଭଗବାନଙ୍କର ନାମ ନେବା ଫଳରେ ମନୁଷ୍ୟ ଶାନ୍ତି ଲାଭ କରେ, କିନ୍ତୁ ଆଜିକାଲି କମ୍ପ୍ୟୁଟର ଯୁଗ, ମୋବାଇଲ ଯୁଗ ହେଲାଣି। ସମସ୍ତେ ଗଣମାଧ୍ୟମ ମାଧ୍ୟମରେ ବିଭିନ୍ନ ପ୍ରକାର ମୋବାଇଲରେ ରାମଙ୍କର କଥା ଦେଖିପାରୁଛନ୍ତି, କିନ୍ତୁ ଇଏ ଯେଉଁ ପୁରାଣ କଥା ଆକୁ ସମସ୍ତେ ପ୍ରାୟ ଭୁଲିଲେଣି। କିନ୍ତୁ ଆମ ବଡ଼ପାଇକ ସାହି ଟାଙ୍ଗୀ ଗ୍ରାମର ଦୀର୍ଘ ଦିନ ବହୁତ ଦିନ ହେଲେ ଅନୁଷ୍ଠାନ ହେଲାଣି। ଆଜି ରାମଙ୍କର ଅଭିଷେକ ହେଉଛି, ସମସ୍ତଙ୍କ ପୂର୍ଣ୍ଣ ସହଯୋଗରେ ଏ ଅନୁଷ୍ଠାନ ଚାଲିଛି। ତେଣୁ ସମସ୍ତଙ୍କୁ ଏହି ବାର୍ତ୍ତା ଦିଆଯାଉଛି, ପ୍ରଭୁ ରାମଙ୍କର ନାମ ନେଇ ମନୁଷ୍ୟ ଜୀବନ ସାର୍ଥକ କରନ୍ତୁ। କ'ଣ କରିବା, ଆମର ପୂର୍ବପୁରୁଷମାନେ ତ ଗୋଟେ ଅନୁଷ୍ଠାନ ଯୋଡ଼ିକି ଯାଇଛନ୍ତି, ଆମେ ତାକୁ ବଞ୍ଚିତ ରଖିବା ପାଇଁ ଭଲ ହଉ ମନ୍ଦ ହଉ 5 ଦିନ ହଉ କି 10 ଦିନ ହଉ ତାକୁ କରିଚାଲିଛୁ। କଷ୍ଟ ହେଉଛି ଯେ ହେଲେ ସୁଦ୍ଧା ପ୍ରଭୁଙ୍କ ନାମରେ ସେ କଷ୍ଟ ଦୂରୀଭୂତ ହେଇଯାଉଛି। କଷ୍ଟ ରହୁନି, ରୋଗ ହେଇଥିଲେ ମଧ୍ୟ ଆସିବାକୁ ପଡ଼ୁଛି। ମୁଁ ରାମଲୀଳାରେ ମିଶିଛି, ମୁଁ ହନୁମାନ ରୋଲ୍ ନେଉଛି। ମୋର ପାଠ ହେଉଛି ଯେ ହନୁମାନ ହେଉଛନ୍ତି ରାମଙ୍କର ଭକ୍ତ। ହନୁମାନ ଗୋଟେ ଆଙ୍ଗୁଠିରେ ପର୍ବତରେ ଟେକିକି ଆଣିଥିଲେ। ହନୁମାନଙ୍କୁ ଅଧିକ ପ୍ରିୟ କରୁଛନ୍ତି ରାମ। ହନୁମାନର କଷ୍ଟ ଖରା ଗୁଳିଗୁଳିରେ ଡ୍ରେସ୍ ପିନ୍ଧିକି ଅଭିନୟ କରିବା କେତେ କଷ୍ଟ? ଆଜ୍ଞା ବହୁତ କଷ୍ଟ ଭାଇ। ଏଥରେ ନାଚ ଶିଖିବା ବହୁତ କଷ୍ଟ ହୋଇଥାଏ ଏବଂ ଗୀତ ଘୋଷିବା ବି କଷ୍ଟ ହୋଇଥାଏ, କିନ୍ତୁ ଆମେ ପାଠପଢ଼ା ସହ ଯେଉଁ ଗୀତ ସବୁ କରିଦେଇଥାଉ, ଘୋଷି ଦେଇଥାଉ। ଏବଂ ରାମନବମୀ ଠାରୁ ଦିଅଙ୍କ ଅଭିଷେକ ଯାଏ ଆମେ ଯେଉଁ ଆଇଁଷ ନ ଖାଇ ନିଷ୍ଠାର ସହ ରହିଥାଉ। କେତେ ଅଭିନୟ କରିବା ଯୋଉ ଖରା ଦିନେ କେତେ କଷ୍ଟସାଧ୍ୟ? ବହୁତ କଷ୍ଟସାଧ୍ୟ ଥାଏ। ସେ ଗରମ ଯୋଗୁଁ ଆମ ମୁଣ୍ଡ ବୁଲେଇ ଦେଇଥାଏ ବେଳେବେଳେ, କିନ୍ତୁ ଆମେ ତାକୁ ଭଲରେ ଆମେ ରଖି କରିଥାଉ। ପ୍ରଭୁଙ୍କ ନାମକୁ ପ୍ରଚାର କରିବା ପାଇଁ ଏ କାର୍ଯ୍ୟକ୍ରମ ଆକୁ କ'ଣ କହିବ? ଯୁବପିଢ଼ି ଯୋଉ ଆଗକୁ କହିବି ଯେ ଏଇ ରାମଲୀଳାକୁ କେବେ ବି ବନ୍ଦ କରିବେନି, ସଦାବେଳେ ଆଗକୁ ବଢ଼େଇ ନେଇଛି।